ଆଜ୍ଞା ନମସ୍କାର। ଆଜି ହେଉଛି ପବିତ୍ର ଜାଗର। ଶିବ ମନ୍ଦିରରେ ସବୁ ଚଳଚଞ୍ଚଳ। ଜାଗରରେ ଦେବଦେବ ମହାଦେବ ବିଷ ପିଇଥିଲେ ଏବଂ ସମୁଦ୍ର ମନ୍ଥନ ବେଳେ ଦେବତା ଅସୁର ମିଶିକି ଯେଉଁ ସମୁଦ୍ର ମନ୍ଥନ ହୋଇଥିଲା ସେଥିରୁ ବିଭିନ୍ନ ପ୍ରକାର ଜିନିଷ ବାହାରିଥିଲା। ବିଭିନ୍ନ ଦ୍ରବ୍ୟ ସବୁ ବାହାରିବା ପରେ ଶେଷକୁ ବାହାରିଥିଲା ବିଷ। ଏ ହଳାହଳ ବିଷ ଶିବ ପିଇ ଚେତାଶୂନ୍ୟ ହୋଇଯାଇଥିଲେ। ଦେବଦେବ ମହାଦେବ ସଂସାରକୁ ରକ୍ଷା କଲେ। ସେ ରକ୍ଷାକର୍ତ୍ତା କେମିତି ନିଜେ ଉଠିବେ ସମସ୍ତେ ଉଜାଗର ହୋଇ ଅପେକ୍ଷାରେ ରହିଲେ। ତାଙ୍କ କଣ୍ଠରେ ଦହି ଲେପନ କରାଗଲା, ଦୁଧ ଲେପନ କରାଗଲା, ତଥାପି ଶିବଙ୍କର ଚେତ ଆସିଲା ନାହିଁ। ଘୃତ ମଧ୍ୟ ବି ସେବନ କରାଗଲା। ଦେବତାମାନେ ପ୍ରଥମେ ସର୍ପକୁ ତାଙ୍କ ବେକରେ ଗୁଡ଼େଇକି ରଖିଲେ, କାହିଁକିନା ସର୍ପର କାତିଟା ବେଶୀ ହେଉଛି ଥଣ୍ଡା। ବିଶ୍ୱ ଜ୍ୱାଳାରୁ ସେ ରକ୍ଷା ପାଇବେ, ତଥାପି କମିଲା ନାହିଁ। ଚନ୍ଦ୍ରଙ୍କୁ ଆଣିକି ରଖିଲେ ଥଣ୍ଡା ପାଇଁ। ସେଥିରେ ମା ଗଙ୍ଗାଙ୍କୁ ଆଣିକି ମଧ୍ୟ ଦେଲେ, ତଥାପି ଚେତାଶୂନ୍ୟ। ଚେତା ତାଙ୍କର ସହଜେ ଫେରିଲା ନାହିଁ। ମା ପାର୍ବତୀ ବ୍ୟତିବ୍ୟସ୍ତ ହୋଇ କହିଲେ ସବୁ ଦେବତାମାନେ ମିଶିକି ମୋ ସ୍ୱାମୀକି ବିଷ ପିଆଇକି ମାରିଦେଲେ। ଶିବଙ୍କ ମୁହଁରୁ ଯେଉଁ ବିଷଟା ବାହାରିଥିଲା ହାତରେ ମୁଠାଏ ପାର୍ବତୀ ଧରିଲେ ଏବଂ କହିଲେ ମୋ ସ୍ୱାମୀ ଯଦି ମରିବେ ତେବେ ଏ ବିଷକୁ ନେଇକି ମୁଁ ସବୁ ଦେବତାମାନଙ୍କୁ ପିଆଇବି। ତେଣୁ ସକଳ ଦେବତା ମାନେ ପ୍ରୟାସ ଜାରି ରଖିବାରୁ ଶିବଙ୍କର ଚେତ ଫେରିଆସିଲା। ମା ପାର୍ବତୀ ଯେଉଁ ମୁଠାଏ ବିଷ ଧରିଥିଲେ ସେଥିରୁ ଗୋଟିଏ ବୁନ୍ଦା ତଳେ ପଡ଼ିଗଲା। ଗୋଟିଏ ବୃକ୍ଷ ଉତ୍ପନ୍ନ ହେଲା, ଯେଉଁଟାକି ଆମେ କଲରା ଗଛ ବୋଲି କହନ୍ତି। ତାର ସର୍ବାଙ୍ଗ ହେଉଛି ପିତା। ଶିବଙ୍କର ଚେତ ଫେରିଯାଇଥିବାରୁ ପାର୍ବତୀ ଖୁସି ହେଲେ ଏବଂ ଦେବଗଣମାନଙ୍କୁ କହିଲେ ଯେ ତୁମମାନେ ମୋଟେ ବ୍ୟସ୍ତ ହୁଅ ନାହିଁ। ତେଣୁ ପ୍ରଥମ ବୁନ୍ଦିଏ ଯେଉଁ ପଡ଼ିଥିଲା ତଳେ ସେଇଟା କଲରା ବୃକ୍ଷ ହୋଇଥିଲା। ଯିଏ ଜାଗର ପରଦିନ କଲରା ଏବଂ କଲରା ପତ୍ର ସେବନ କରିବ ସେ ମୋର ହେଉଛି ସର୍ବପୁଣ୍ୟ ପ୍ରାପ୍ତି ହେବ ତାକୁ। ତେଣୁ ପ୍ରାୟ ଜାଗର ଯେଉଁମାନେ ଉଜାଗର ହୋଇ ରହିଥାନ୍ତି ରାତି ଯାକ, ଜାଗର ଉପବାସ କରିବା ସଙ୍ଗେ ସଙ୍ଗେ ତାର ସେମାନେ କଲରା ହିଁ ଖାଇଥାନ୍ତି। କିନ୍ତୁ ଜାଗର ପରଦିନ ଆପଣମାନେ ଦେଖିଥିବେ ଗାଁ ଗହଳିରେ ବଜାର ମାନଙ୍କରେ କଲରାର ରେଟ୍ଟା ବଢ଼ିଯାଏ। 100 ଟଙ୍କା ହେଉ ପଛେ ଲୋକମାନେ ନେଇକି ଯାଆନ୍ତି, କଲରା ହିଁ ଖାଆନ୍ତି। ଏବଂ କଲରା ପତ୍ର ସେବନ ଯେଉଁମାନେ କରିବେ ଏବଂ କଲରା ଖାଇବେ, ମା ପାର୍ବତୀଙ୍କର ସ୍ନେହ ଆଦର ସବୁକିଛି ତାଙ୍କରି ଉପରେ ଅଜାଡ଼ି ହୋଇ ପଡ଼ିବ। ଜୟ ଜଗନ୍ନାଥ ପ୍ରଭୁ।